ଆମେ କାହିଁକି ଭଗବାନଙ୍କୁ ବିଶ୍ୱାସ କରିବା ଏବଂ ଧର୍ମ କାର୍ଯ୍ୟ କରିବା ସେଇ ବିଷୟରେ ମୁଁ ଆପଣଙ୍କୁ କହିବି ଗୋଟେ ଛୋଟିଆ ଷ୍ଟୋରି ମାଧ୍ୟମରେ। ଆଜିର ଷ୍ଟୋରି ହେଲା, ବହୁ ବର୍ଷ ପୂର୍ବେ ଜଣେ ଧନୀ ବ୍ୟକ୍ତି ଥିଲେ ଯାହାଙ୍କର ନାମ ଥିଲା ଧର୍ମପଦ। ସେ ବହୁତ ପୂଜାପାଠ କରୁଥିଲେ, କିନ୍ତୁ ତାଙ୍କ ମନରେ ସବୁବେଳେ ଏକ ଦ୍ୱନ୍ଦ୍ୱ ଥିଲା, ପ୍ରକୃତ ଧର୍ମ କାର୍ଯ୍ୟ କ'ଣ? ଦିନେ ସେ ଜଣେ ଜ୍ଞାନୀ ସାଧୁଙ୍କ ପାଖକୁ ଗଲେ ଏବଂ ପଚାରିଲେ, ମହାରାଜ, ମୁଁ ପ୍ରତିଦିନ ମନ୍ଦିର ଯାଏ, ଦାନ କରେ, ତଥାପି ମୋତେ ଶାନ୍ତି ମିଳୁନାହିଁ। ପ୍ରକୃତ ଧର୍ମ କାର୍ଯ୍ୟ କେଉଁଠି? ସାଧୁ ଜଣକ ହସିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଏକ ଗାଁକୁ ଗଲେ। ସେଠାରେ ଦେଖାଗଲା ଯେ ଜଣେ ଗରିବ ବିଧବା ମହିଳା ନିଜର ଛୋଟ ପୁଅ ସହ ବହୁତ କଷ୍ଟରେ ରହୁଛନ୍ତି। ପୁଅଟି ଜ୍ୱରରେ ଛଟପଟ ହେଉଥିଲା, କିନ୍ତୁ ତାଙ୍କ ପାଖରେ ଔଷଧ ପାଇଁ ଟଙ୍କା ନଥିଲା। ସାଧୁ ଧର୍ମପଦଙ୍କୁ କହିଲେ, ଯାଅ ତାଙ୍କୁ ସାହାଯ୍ୟ କର। ଧର୍ମପଦ ତୁରନ୍ତ ସେହି ମହିଳାଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଇ ଦେଲେ। ପିଲାଟି ସୁସ୍ଥ ହେବା ପରେ ମହିଳାଙ୍କ ଆଖିରେ ଯେଉଁ ଖୁସି ଏବଂ ଆଶୀର୍ବାଦ ଥିଲା, ତାହା ଦେଖି ଧର୍ମପଦଙ୍କୁ ଏକ ଅଜବ ଶାନ୍ତି ମିଳିଲା। ସାଧୁ କହିଲେ, ନା, କେବଳ ମନ୍ତ୍ର ପଢ଼ିବା କିମ୍ବା ମନ୍ଦିରରେ ଧନ ଢାଳିବା ପ୍ରକୃତ ଧର୍ମ ନୁହେଁ। ଅସହାୟକୁ ସାହାଯ୍ୟ କରିବା, କ୍ଷୁଧାର୍ତକୁ ଅନ୍ନ ଦେବା ଏବଂ କାହାର ଦୁଃଖ ସମୟରେ ଛିଡ଼ା ହେବା ହିଁ ପ୍ରକୃତ ଧର୍ମ କାର୍ଯ୍ୟ। ମୁଁ ଆପଣଙ୍କୁ ପ୍ରକୃତ ଧର୍ମ କାର୍ଯ୍ୟ କ'ଣ ସେ ବିଷୟରେ 5ଟି ନିୟମାବଳୀ କହିବି। ପ୍ରଥମ ନିୟମାବଳୀ ନା, ନିଷ୍କାମ ସେବା, କୌଣସି ପ୍ରତିଦାନ ଆଶା ନକରି କାହାକୁ ସାହାଯ୍ୟ କରିବା। ଦ୍ୱିତୀୟଟି ହେଲା ଜୀବ ପ୍ରତି ଦୟା, କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କ ପ୍ରତି ମଧ୍ୟ ଦୟାଭାବ ରଖିବା। 3ଟି କ'ଣ ନା, ସତ୍ୟ ବଚନ, ସବୁବେଳେ ସତ କହିବା ଏବଂ ଅନ୍ୟର ଅନିଷ୍ଟ ଚିନ୍ତା ନ କରିବା। 5 ନମ୍ବର ନା, ପରୋପକାର, ନିଜର ସାମର୍ଥ୍ୟ ଅନୁସାରେ ସମାଜର ମଙ୍ଗଳ ପାଇଁ କାମ କରିବା।